ଯୀଶୁ କେଉଁ ଦିନ କ୍ରୁଶାର୍ପିତ ହୋଇଥିଲେ? ଏହି ବିଷୟକୁ ନେଇ ଅନେକ ଲୋକ ବିବାଦ କରିଥାନ୍ତି। କେତେକ ଲୋକ ଦାବି କରନ୍ତି ଯେ ଯୀଶୁ ବୁଧବାର ଦିନ କ୍ରୁଶାର୍ପିତ ହୋଇଥିଲେ, ଆଉ କେତେକ ଲୋକ ଦାବି କରନ୍ତି ଯେ ଯୀଶୁ ଶୁକ୍ରବାର ଦିନ କ୍ରୁଶାର୍ପିତ ହୋଇଥିଲେ। ବର୍ତ୍ତମାନ ଆମେ ଦେଖିବା କାହିଁକି ସେମାନେ ଦାବି କରନ୍ତି ଯେ ଯୀଶୁ ବୁଧବାର ଦିନ କ୍ରୁଶାର୍ପିତ ହୋଇଥିଲେ। ପ୍ରଥମ କାରଣ, ମାଥ୍ୟୁ 12 ପର୍ବ 40 ପଦ ଯେତେବେଳେ ଆମେ ଦେଖୁ, ଏଠାରେ ଏହି ପ୍ରକାର ଲେଖାଯାଏ, ଜୁନସ୍ ଯେପରି 3 ଦିନ ଓ 3 ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟ ପୁତ୍ର ସେହିପରି 3 ଦିନ ଓ 3 ରାତ୍ରି ଭୂଗର୍ଭରେ ରହିବେ। ଯେଉଁମାନେ ଯୀଶୁ ବୁଧବାର ଦିନ କ୍ରୁଶାର୍ପିତ ହୋଇଥିଲେ ବୋଲି ଦାବି କରନ୍ତି, ସେମାନେ ଏହି ପଦରେ ଲେଖାଯାଇଥିବା 3 ଦିନ ଓ 3 ରାତ୍ରିକୁ ଆକ୍ଷରିକ ଭାବେ ଗ୍ରହଣ କରନ୍ତି ଏବଂ କୁହନ୍ତି ଯେ ଯୀଶୁ ସମ୍ପୂର୍ଣ୍ଣ 72 ଘଣ୍ଟା ସମାଧିସ୍ଥ ହୋଇଥିଲେ, ଅର୍ଥାତ୍ ଭୂଗର୍ଭରେ ଥିଲେ ଏବଂ ତୃତୀୟ ଦିବସରେ ଯୀଶୁ ପୁନରୁତ୍ଥିତ ହୋଇଥିଲେ। ଯଦି ଆମେ ସରଳ ଭାବରେ ଦେଖୁ, ଯେଉଁମାନେ ଯୀଶୁ ବୁଧବାର ଦିନ କ୍ରୁଶାର୍ପିତ ହୋଇଥିଲେ ବୋଲି କହନ୍ତି, ସେମାନେ 3 ଦିନ ଓ 3 ରାତ୍ରିକୁ ସମ୍ପୂର୍ଣ୍ଣ ଆକ୍ଷରିକ ଭାବେ ବୁଝି ଚିନ୍ତା କରନ୍ତି ଯେ ଯୀଶୁ ସମ୍ପୂର୍ଣ୍ଣ 72 ଘଣ୍ଟା ସମାଧିସ୍ଥ ହୋଇଥିଲେ। ଦ୍ୱିତୀୟ କାରଣ, ଏହି ଲୋକମାନେ ଦୁଇଟି ବିଶ୍ରାମ ଦିନକୁ ଗ୍ରହଣ କରନ୍ତି କିମ୍ବା ବିଶ୍ୱାସ କରନ୍ତି। ଗୋଟିଏ ହେଉଛି ନିସ୍ତାର ପର୍ବର ବିଶ୍ରାମ ଦିନ, ଯାହାକି ସେହି ସମୟର ଗୁରୁବାର ବୋଲି ଅନୁମାନ କରାଯାଏ। ଆଉ ଗୋଟିଏ ହେଉଛି ସାପ୍ତାହିକ ବିଶ୍ରାମ ଦିନ, ଯାହାକି ଶନିବାର ଅଟେ। ମାର୍କ 16 ପର୍ବ 1 ପଦରେ ଲେଖାଯାଏ ଯେ ବିଶ୍ରାମ ଦିନ ଗତ ହେଲା ଉତ୍ତାରେ ମଗ୍ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମୁଖାଇ ଦେଇପାରନ୍ତି। ଏହି ପଦ ଅନୁସାରେ ସେମାନେ କହନ୍ତି ଯେ ଏହି ସ୍ତ୍ରୀମାନେ ବିଶ୍ରାମ ଦିନ ଗତ ହେଲା ଉତ୍ତାରେ ସେମାନେ ସୁଗନ୍ଧି ଦ୍ରବ୍ୟ କିଣିଲେ, ଅର୍ଥାତ୍ ଗୁରୁବାର ଦିନ ବିଶ୍ରାମ ଦିନ ହେଇଥିଲା ଏବଂ ତା ପରଦିନ ସେମାନେ ସୁଗନ୍ଧି ଦ୍ରବ୍ୟ କିଣିଲେ। ପୁଣି ସେମାନେ ଦାବି କରନ୍ତି ଯେ ଯୀଶୁ ଯଦି ଶୁକ୍ରବାର ଦିନ କ୍ରୁଶାର୍ପିତ ହୋଇଥିଲେ, ତେବେ ସେମାନେ କି ପ୍ରକାରେ ବିଶ୍ରାମ ଦିନ ପରେ ସେମାନେ ସୁଗନ୍ଧି ଦ୍ରବ୍ୟ କିଣିପାରିବେ, ଯେହେତୁ ଦୋକାନ ଗୁଡ଼ିକ ବନ୍ଦ ରହିଥାଏ। ପୁଣି ସେମାନେ କହନ୍ତି ଯେ ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିବା ଦୃଷ୍ଟିକୋଣରୁ ବୁଧବାର ଦିନ ଯୀଶୁ କ'ଣ କରିଥିଲେ ତାହାର କୌଣସି ବିଷୟ ସ୍ପଷ୍ଟ ଭାବରେ ବାଇବଲରେ ଉଲ୍ଲେଖ କରାଯାଇ ନାହିଁ। ଆଉ ସେମାନେ ଯୁକ୍ତି କରନ୍ତି ଯେ ନିସ୍ତାର ପର୍ବ ଏକ ନିର୍ଦ୍ଧାରିତ ଦିନ ଶୁକ୍ରବାର ନଥିଲା, ବରଂ ସବୁ ସମୟରେ ଏହା ପରିବର୍ତ୍ତନ ହେଉଥିଲା। ସେମାନଙ୍କ ଅନୁସାରେ ଯୀଶୁ ବୁଧବାର ଦିନ ସନ୍ଧ୍ୟାରେ କ୍ରୁଶାର୍ପିତ ହେଲେ। ଗୁରୁବାର ଦିନ ନିସ୍ତାର ପର୍ବର ବିଶ୍ରାମ ଦିନ ଥିଲା, ଯେଉଁଦିନ ସମସ୍ତ ଲୋକ ବିଶ୍ରାମ ନେଇଥିଲେ। ଶୁକ୍ରବାର ଦିନ ସ୍ତ୍ରୀମାନେ ସୁଗନ୍ଧି ଦ୍ରବ୍ୟ ଏବଂ ତୈଳ କିଣିଲେ ଏବଂ ଶନିବାର ଦିନ ସାପ୍ତାହିକ ବିଶ୍ରାମ ଥିଲା, ତେବେ ସମସ୍ତେ ସେଦିନ ବିଶ୍ରାମ ନେଲେ। ପୁଣି ରବିବାର ଦିନ ଯୀଶୁ ପୁନରୁତ୍ଥିତ ହେଲେ ଏବଂ ସେହି ସ୍ତ୍ରୀମାନେ ସମାଧି ନିକଟକୁ ଆସି ଦେଖିଲେ ଯେ ଯୀଶୁ ପୁନରୁତ୍ଥିତ ହୋଇସାରିଥିଲେ। ଯେଉଁମାନେ ବୁଧବାର ଦିନ ଯୀଶୁ କ୍ରୁଶାର୍ପିତ ହୋଇଥିଲେ ବୋଲି ଦାବି କରନ୍ତି, ସେମାନେ ଏହି ସବୁ କାରଣ ଜଣାଇଥାନ୍ତି। ଏହି ସବୁ କାରଣ ସେମାନେ ଦର୍ଶାଇକି ଦାବି କରନ୍ତି ଯେ ଯୀଶୁ ପ୍ରକୃତରେ ବୁଧବାର ଦିନ କ୍ରୁଶାର୍ପିତ ହୋଇଥିଲେ। ଆଉ କେତେକ ଲୋକ ଦାବି କରନ୍ତି ଯେ ଯୀଶୁ ଶୁକ୍ରବାର ଦିନ କ୍ରୁଶାର୍ପିତ ହୋଇଥିଲେ। ମାଥ୍ୟୁ 12 ପର୍ବ 40 ପଦରେ ଲେଖାଯାଇଥିବା 3 ଦିନ ଓ 3 ରାତ୍ରିକୁ ଏମାନେ ଆକ୍ଷରିକ ଭାବେ ଗ୍ରହଣ କରନ୍ତି ନାହିଁ। ଏମାନେ କୁହନ୍ତି ଯେ 3 ଦିନ ଓ 3 ରାତ୍ରି ଆକ୍ଷରିକ ଭାବେ ସମ୍ପୂର୍ଣ୍ଣ 72 ଘଣ୍ଟାକୁ ବୁଝାଏ ନାହିଁ। ଦିନ ଓ ରାତ୍ରି କହିଲେ ସମ୍ପୂର୍ଣ୍ଣ 24 ଘଣ୍ଟାକୁ ବୁଝାଏ ନାହିଁ। ଏହା ଏକ ରୂପକ ବାଣୀ ଏବଂ ଏହାର ରୂପକ ଅର୍ଥ ରହିଅଛି। ସେମାନେ କହନ୍ତି ଯେ ଆମମାନେ ଜିହୁଦୀମାନଙ୍କ ସମୟ ଗଣନାକୁ ଭଲ ଭାବେ ବୁଝିବାକୁ ପଡ଼ିବ ଏବଂ ସେହି ସନ୍ଦର୍ଭରେ ଚିନ୍ତା କରିବାକୁ ପଡ଼ିବ। ଦିନର କୌଣସି ଏକ ଅଂଶକୁ ଏକ ଦିନ ବୋଲି ଜିହୁଦୀମାନେ ଗ୍ରହଣ କରୁଥିଲେ। ତେଣୁ ଯୀଶୁ ଶୁକ୍ରବାର ଦିନ କ୍ରୁଶାର୍ପିତ ହେଲେ, ଯାହାକି ଅପରାହ୍ନ 3 ଘଣ୍ଟା ସମୟରେ। ଏମାନଙ୍କ ଅନୁସାରେ ଯୀଶୁ ଶୁକ୍ରବାର ଦିନ ଅପରାହ୍ନ 3 ଘଣ୍ଟା ସମୟରେ ମୃତ୍ୟୁବରଣ କରିଥିଲେ ଏବଂ ଆଉ ବାକି ବଳିଥିବା 3 ଘଣ୍ଟାକୁ ଏକ ଦିନ ବୋଲି ଗଣନା କରନ୍ତି। ପୁଣି ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ରାମ ଦିନ, ଯାହାକି ଶନିବାର ବୋଲି ସେମାନେ ଚିନ୍ତା କରନ୍ତି। ଶନିବାର ଦିନ ସନ୍ଧ୍ୟାରୁ ରବିବାର ଦିନ ସକାଳ, ଯାହାକି ସେମାନେ ତୃତୀୟ ଦିନ ବୋଲି ଚିନ୍ତା କରନ୍ତି। ଏହି ପ୍ରକାରେ ସେମାନେ ଯୁକ୍ତି ବାଢ଼ନ୍ତି ଯେ ଯୀଶୁ ତୃତୀୟ ଦିବସରେ ପୁନରୁତ୍ଥିତ ହୋଇଥିଲେ। ଏମାନେ ଦେଖନ୍ତୁ, ଜିହୁଦୀମାନଙ୍କ ଦିନ ସନ୍ଧ୍ୟାରୁ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥାଏ। ଆସନ୍ତୁ ଜିହୁଦୀମାନଙ୍କ ସମୟ ଗଣନାକୁ ବୁଝିବା ପାଇଁ ବାଇବଲରୁ ଏକ ଉଦାହରଣ ଦେଖିବା, ଯେଉଁଠାରେ କି 3 ଦିନର ଉଲ୍ଲେଖ ହୋଇଅଛି। ଏହି ବିଷୟ ଆମେମାନେ ଏଷ୍ଟର 4 ପର୍ବ 16 ପଦରେ ଦେଖିବାକୁ ପାଉ। ଏଷ୍ଟର କହୁଅଛନ୍ତି, ତୁମେ ଯାଇ ଶୂଷଣରେ ଉପସ୍ଥିତ ସମସ୍ତ ଜିହୁଦୀ ଲୋକଙ୍କୁ ଏକତ୍ର କରି ମୋ ଲାଗି ଉପବାସ କର। ପୁଣି 3 ଦିନ ଯାଏ ଦିନରେ କିମ୍ବା ରାତ୍ରରେ କିଛି ଆହାର କର ନାହିଁ ଓ କିଛି ପାନ କର ନାହିଁ। ମଧ୍ୟ ମୁଁ ଓ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ। ତ ବ୍ୟବସ୍ଥା ଅନୁଯାୟୀ ନହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି। 5 ପର୍ବ 1 ପଦରେ ଲେଖାଯାଏ, ଏ ଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲା।
সেই সমୟରେ ରାଜା ରାଜଗୃହର ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲା। ତେବେ ଏଠାରେ ଦେଖୁଛୁ ଯୀଶୁ ଯେ ପ୍ରକାରେ 3 ଦିନ ଏବଂ 3 ରାତ୍ରି ବିଷୟ କହିଲେ, ଏଷ୍ଟର ମଧ୍ୟ 3 ଦିନ ଏବଂ 3 ରାତ୍ରି ବିଷୟ କହୁଅଛନ୍ତି। ଏବଂ ଯୀଶୁ ଯେ ପ୍ରକାରେ ତୃତୀୟ ଦିବସରେ ମୁଁ ଉତ୍ଥାପିତ ହେବି ବୋଲି କହିଲେ, ସେହି ପ୍ରକାରେ ଏଷ୍ଟର ମଧ୍ୟ ତୃତୀୟ ଦିନରେ ମୁଁ ରାଜାଙ୍କ ନିକଟକୁ ଯିବି ବୋଲି କହୁଅଛନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ଏଷ୍ଟର ସମ୍ପୂର୍ଣ୍ଣ 72 ଘଣ୍ଟା ଉପବାସ କଲେ ଏବଂ ତୃତୀୟ ଦିବସରେ ସେ ରାଜାଙ୍କ ନିକଟକୁ ଗଲେ। ଆମମାନଙ୍କୁ ଜିହୁଦୀ ମାନଙ୍କ ସମୟ ଗଣନାକୁ ବୁଝିବାକୁ ହେବ। ଜିହୁଦୀ ମାନେ ଗୋଟିଏ ଦିନର କୌଣସି ଏକ ଅଂଶକୁ ଏକ ଦିନ ବୋଲି ଗ୍ରହଣ କରନ୍ତି। ଯେଉଁମାନେ ଯୀଶୁ ଶୁକ୍ରବାର ଦିନ କ୍ରୁଶାର୍ପିତ ହୋଇଥିଲେ ବୋଲି ଦାବି କରନ୍ତି, ସେମାନଙ୍କ ଅନୁସାରେ ଶୁକ୍ରବାର ଅପରାହ୍ନରେ ଯୋସେଫ ସମାଧି ଦେଲେ ଯୀଶୁଙ୍କୁ ଏବଂ ସ୍ତ୍ରୀ ମାନେ ତାହା ଦେଖିଥିଲେ। ଶନିବାର ଦିନ ବିଶ୍ରାମ ଦିନ, ଯେଉଁ ସମୟରେ କି ସ୍ତ୍ରୀ ମାନେ ବିଶ୍ରାମ ନେଲେ, ଏବଂ ରବିବାର ଦିନ ସୁଗନ୍ଧି ଦ୍ରବ୍ୟ ସେମାନେ କିଣିଲେ ଏବଂ ଯୀଶୁଙ୍କ ସମାଧି ନିକଟକୁ ଯାଇ ଦେଖିଲେ ଯେ ଯୀଶୁ ପୁନରୁତ୍ଥିତ ହୋଇଅଛନ୍ତି। ଏହି ପ୍ରକାରେ କେତେକ ଲୋକ ବୁଧବାର ଦିନ ବୋଲି ଦାବି କରନ୍ତି, ଆଉ କେତେକ ଲୋକ ଶୁକ୍ରବାର ବୋଲି ଦାବି କରନ୍ତି। ଆସନ୍ତା ଭିଡିଓରେ ଆମେ ଦେଖିବା ଯୀଶୁ କଣ ପ୍ରକୃତରେ ବୁଧବାର ଦିନ ମୃତ୍ୟୁବରଣ କରିଥିଲେ ନା ଯୀଶୁ ପ୍ରକୃତରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଥିଲେ।